ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ହେବାକୁ ଯାଉଛି। ଆପଣମାନେ କେବଳ ଭିଡ଼ିଓକୁ ଫାଷ୍ଟ ଲାଷ୍ଟ ଦେଖନ୍ତୁ। ଏହି ଭିଡ଼ିଓଟି ଆପଣମାନେ ଦେଖିଲା ପରେ ଆପଣଙ୍କର ଜୀବନଟି ବଦଳିଯିବ। ଏହି ଭିଡ଼ିଓରେ ଆମେ ଜାଣିବା କି ଆମେ କେମିତି ଜଣେ ସକ୍ସେସଫୁଲ୍ ୟୁଟ୍ୟୁବର ହୋଇପାରିବା ବା ଆପଣମାନେ କାହିଁକି ଜଣେ ସକ୍ସେସଫୁଲ୍ ୟୁଟ୍ୟୁବର ହୋଇପାରନ୍ତି ନାହିଁ ଏବଂ ଏହି ଭିଡ଼ିଓରେ ଆମେ ଆଲୋଚନା କରିବା କି ଆପଣମାନେ ଜଣେ ସକ୍ସେସଫୁଲ୍ ୟୁଟ୍ୟୁବର କାହିଁକି ହୋଇପାରନ୍ତି ନାହିଁ ବା ୟୁଟ୍ୟୁବରୁ କାହିଁକି ପଇସା ଇନକମ୍ କରିପାରନ୍ତି ନାହିଁ। ଆପଣମାନେ ଏହି ଭିଡ଼ିଓରେ ଫୁଲ୍ ଡିଟେଲ୍ ଭାବରେ ଜାଣିପାରିବେ। ଆପଣମାନେ ଏହି ଭିଡ଼ିଓରେ ମୋଟିଭେଟ୍ ହେବେ ଏବଂ ଆପଣମାନେ ଜଣେ ସକ୍ସେସଫୁଲ୍ ୟୁଟ୍ୟୁବର ମଧ୍ୟ ହୋଇପାରିବେ। ଆପଣମାନେ କେବଳ ଭିଡ଼ିଓକୁ ଧୈର୍ଯ୍ୟର ସହ ପ୍ରଥମରୁ ଶେଷ ଯାଏଁ ଦେଖନ୍ତୁ ଏବଂ ଆପଣମାନେ ଯଦି ଭିଡ଼ିଓକୁ ଯଦି ଫାର୍ଷ୍ଟ ଟାଇମ୍ ଯଦି ଦେଖୁଛନ୍ତି ତାହେଲେ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖନ୍ତୁ, ଯାହାଦ୍ୱାରା କି ଆମେ ଯେତେବେଳେ ନୂଆ ଭିଡ଼ିଓଟି ପୋଷ୍ଟ କରିବୁ ସର୍ବପ୍ରଥମେ ଆପଣମାନେ ଦେଖିପାରିବେ। ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା କି ଆପଣମାନେ କାହିଁକି ଜଣେ ସକ୍ସେସଫୁଲ୍ ୟୁଟ୍ୟୁବର ହୋଇପାରନ୍ତି ନାହିଁ ବା ୟୁଟ୍ୟୁବରୁ କାହିଁକି ରୋଜଗାର କରିପାରନ୍ତି ନାହିଁ। ଆପଣମାନଙ୍କର ବହୁତ ଗୁଡ଼ିଏ କାରଣ ରହିଛି, ସେଥିପାଇଁ ଆପଣମାନେ ଜଣେ ସକ୍ସେସଫୁଲ୍ ୟୁଟ୍ୟୁବର ହୋଇପାରନ୍ତି ନାହିଁ। ଆପଣମାନଙ୍କୁ ମୁଁ କେତେ ଗୁଡ଼ିଏ ଉଦାହରଣ ମଧ୍ୟ ଦେଉଛି। ଆପଣମାନେ ଏହି ଭିଡ଼ିଓଟି ଦେଖିଲା ପରେ ନିଶ୍ଚିତ ଭାବରେ ଆପଣମାନେ ଜଣେ ସକ୍ସେସଫୁଲ୍ ୟୁଟ୍ୟୁବର ହୋଇପାରିବେ ଏବଂ ୟୁଟ୍ୟୁବରୁ ମଧ୍ୟ ପଇସା ଇନକମ୍ କରିପାରିବେ। ଆପଣମାନେ କାହିଁକି ୟୁଟ୍ୟୁବର ହୋଇପାରନ୍ତି ନାହିଁ ବା କାହିଁକି ଆପଣମାନେ ୟୁଟ୍ୟୁବରୁ ପଇସା ଇନକମ୍ କରିପାରନ୍ତି ନାହିଁ, ଏହାର ଅନେକ ଗୁଡ଼ିଏ କାରଣ ରହିଛି, ଯାହାକି ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ ମୁଁ କହୁଛି। ଆପଣମାନେ ଶୁଣନ୍ତୁ। ଆପଣମାନେ ୟୁଟ୍ୟୁବ୍ ଚ୍ୟାନେଲ୍ ତ ଖୋଲି ନିଅନ୍ତି, ହେଲେ କିନ୍ତୁ ଆପଣମାନେ ଶିଖନ୍ତି ନାହିଁ, ଯାହାଦ୍ୱାରା କି ଆପଣମାନେ କେମିତି ଥମ୍ବନେଲ୍ ବନାଯାଏ, କେମିତି ଭିଡ଼ିଓକୁ ଏଡ଼ିଟିଂ କରାଯାଏ ଏବଂ କେମିତି ଚ୍ୟାନେଲ୍ର ସମସ୍ତ ସେଟିଂ ଗୁଡ଼ିକ କରାଯାଏ, ଏମିତି ଅନେକ ଗୁଡ଼ିଏ ଯାହାକି ଆପଣମାନେ ଶିଖନ୍ତି ନାହିଁ, ଯାହାଦ୍ୱାରା କି ଆପଣଙ୍କର ସବସ୍କ୍ରାଇବ୍ଟି ମଧ୍ୟ ବଢ଼େ ନାହିଁ ବା ଆପଣଙ୍କର ଭ୍ୟୁଟି ମଧ୍ୟ ଯାଏ ନାହିଁ କି ଆପଣଙ୍କର ୱାଚ୍ ଟାଇମ୍ ମଧ୍ୟ ବଢ଼େ ନାହିଁ। ସେଥିପାଇଁ ଆପଣମାନେ ଜଣେ ସକ୍ସେସଫୁଲ୍ ୟୁଟ୍ୟୁବର ହୋଇପାରନ୍ତି ନାହିଁ। ଆପଣମାନେ ଜଣେ ୟୁଟ୍ୟୁବରକୁ ଦେଖି ଆପଣମାନେ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲନ୍ତି ଏବଂ ଆପଣମାନେ ଜାଣିବାକୁ ପାଆନ୍ତି କି ଏହି ୟୁଟ୍ୟୁବର ଏତିକି ଟଙ୍କା କମାଏ, ସେଇଠୁ ହିଁ ଆପଣମାନେ ଜୋସ୍ରେ ଆପଣମାନେ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲନ୍ତି। ହେଲେ ତାପରେ ଆପଣମାନେ କିଛି ଦିନ ପର୍ଯ୍ୟନ୍ତ ଆପଣମାନେ କାମ କରନ୍ତି ଏବଂ ତାପରେ ଆପଣମାନେ କାମ କରିପାରନ୍ତି ନାହିଁ, ଆପଣମାନେ ଡିମୋଟିଭେଟ୍ ହୋଇଯାଆନ୍ତି। ଏବଂ ମୁଁ ଅନେକ ଗୁଡ଼ିଏ ଲୋକମାନଙ୍କୁ ଦେଖିଛି ଯେଉଁମାନେ କି ତାଙ୍କ ଚ୍ୟାନେଲ୍ରେ 3ରୁ 4ଟି ଭିଡ଼ିଓ ପୋଷ୍ଟ କରନ୍ତି। ତାଙ୍କ ଭିଡ଼ିଓରେ ଯେତେବେଳେ ଭ୍ୟୁଟି ଯାଏ ନାହିଁ ସେତେବେଳେ ସେମାନେ ଡିମୋଟିଭେଟ୍ ହୋଇଯାଆନ୍ତି ବା ତାଙ୍କ ଚ୍ୟାନେଲ୍ରେ କାମ କରିବା ସେମାନେ ଛାଡ଼ି ଦିଅନ୍ତି। ସେଥିପାଇଁ ସେମାନେ ଜଣେ ସକ୍ସେସଫୁଲ୍ ୟୁଟ୍ୟୁବର ହୋଇପାରନ୍ତି ନାହିଁ। ଆପଣମାନଙ୍କୁ ମୁଁ ଗୋଟିଏ ଉଦାହରଣ ଦେଉଛି। ଆପଣମାନେ ଗୋଟିଏ ଚାକିରି କରିବା ପାଇଁ ଆପଣମାନେ ବର୍ଷ ବର୍ଷ ଯାଏଁ ଆପଣମାନେ ପାଠ ପଢ଼ୁଛନ୍ତି, ହେଲେ କିନ୍ତୁ ଆପଣମାନେ କାହିଁକି ଆପଣମାନେ ୟୁଟ୍ୟୁବରେ କାମ କରନ୍ତି ନାହିଁ ବା ଆପଣମାନେ କାହିଁକି ଗୋଟିଏ ବର୍ଷ ବା 1.5 ବର୍ଷ ଆପଣମାନେ କାହିଁକି ସମୟ ଦେଉନାହାନ୍ତି। ଆପଣମାନେ କେବଳ ଗୋଟିଏ ବର୍ଷ କେବଳ ଦେଇକି ଦେଖନ୍ତୁ ୟୁଟ୍ୟୁବରେ, ଆପଣମାନେ ଜଣେ ସକ୍ସେସଫୁଲ୍ ୟୁଟ୍ୟୁବର କେମିତି ହୋଇପାରିବେ ନାହିଁ ଦେଖାଯିବ। ଆପଣମାନେ ଗୋଟିଏ ଚାକିରି କରିବା ପାଇଁ ଆପଣମାନେ ଛୋଟ ବେଳରୁ ବଡ଼ ପର୍ଯ୍ୟନ୍ତ ଆପଣମାନେ ପାଠ ପଢ଼ୁଛନ୍ତି, ହେଲେ କିନ୍ତୁ ଆପଣମାନେ କାହିଁକି ଗୋଟିଏ ବର୍ଷ ଦେଉନାହାନ୍ତି ୟୁଟ୍ୟୁବ୍ ପାଇଁ। ଆପଣମାନେ 7 ବର୍ଷ 8 ବର୍ଷ ପାଠ ପଢ଼ିକି ମଧ୍ୟ ଆପଣମାନେ ଅନେକ ଲୋକମାନେ ଚାକିରି ପାଇପାରୁନାହାନ୍ତି, ତାପରେ ବି ଆପଣମାନେ ପାଠ ପଢ଼ୁଛନ୍ତି ନା। ଆପଣମାନେ ତ 7 ବର୍ଷ 8 ବର୍ଷ ପାଠ ପଢ଼ୁଛନ୍ତି ବା ଏତିକି ସମୟ ଦେଉଛନ୍ତି ଚାକିରି ପାଇଁ, ଆପଣମାନେ ୟୁଟ୍ୟୁବ୍ ପାଇଁ କାହିଁକି ଗୋଟିଏ ବର୍ଷ ଦେଉନାହାନ୍ତି। ଆପଣମାନେ କେବଳ ଗୋଟିଏ ବର୍ଷ ଦେଇକି ଦେଖନ୍ତୁ ବା ଆପଣଙ୍କର ଚ୍ୟାନେଲ୍ରେ କାମ କରିକି ଦେଖନ୍ତୁ ଗୋଟିଏ ବର୍ଷ, ତାପରେ ଆପଣମାନେ କମେଣ୍ଟ ସେକ୍ସନ୍କୁ ଆସିକି କମେଣ୍ଟ କରନ୍ତୁ କି ସାର୍ ଆପଣଙ୍କ କଥା ମାନିଲୁ ଏବଂ ଆପଣଙ୍କ ପାଇଁ ଆମେ ଗୋଟିଏ ବର୍ଷ ସମୟ ଦେଲୁ, ହେଲେ ଜଣେ ସକ୍ସେସଫୁଲ୍ ୟୁଟ୍ୟୁବର ହୋଇପାରିଲୁ ନାହିଁ। ଏମିତି ଆପଣମାନେ କମେଣ୍ଟ ସେକ୍ସନ୍କୁ ଆସିକି କମେଣ୍ଟ କରିବେ ଗୋଟିଏ ବର୍ଷ ପରେ। ଆପଣମାନେ ଆଜିଠୁ ହିଁ କାମ କରିବା ଷ୍ଟାର୍ଟ କରନ୍ତୁ। ଆପଣମାନେ ତ ଜଣେ ୟୁଟ୍ୟୁବର ହୋଇପାରିଲେ ନାହିଁ, ହେଲେ କିନ୍ତୁ ଆପଣଙ୍କର କମ୍ୟୁନିକେସନ୍ ସ୍କିଲ୍ଟି ଡେଭଲପ୍ ହୋଇଥିବ ବା ଆପଣମାନେ ଯେମିତିକି ଆଗରୁ କହିପାରୁନଥିଲେ ଲୋକଙ୍କ ସାମ୍ନାରେ, ହେଲେ କିନ୍ତୁ ଏବେ ଆପଣମାନେ କହିପାରୁଥିବେ, ଏହା ଆପଣଙ୍କର ଲାଭ ହୋଇଥାଏ। ଆପଣମାନେ ତ ୟୁଟ୍ୟୁବର ହୋଇପାରିଲେ ନାହିଁ, ହେଲେ କିନ୍ତୁ ଆପଣଙ୍କର ନଲେଜ୍ ମଧ୍ୟ ବଢ଼ିଥାଏ। ଆପଣମାନେ ଅନେକ କିଛି ରିସର୍ଚ୍ଚ କରିକି ଆପଣମାନେ ରଖନ୍ତି ବା ଭିଡ଼ିଓ ବନାନ୍ତି, ଯାହାଦ୍ୱାରା କି ଆପଣଙ୍କର ନଲେଜ୍ ମଧ୍ୟ ବଢ଼ିଥାଏ। ଆପଣମାନେ ଭିଡ଼ିଓ ବନେଇଲେ ଏହିସବୁ ଆପଣଙ୍କର ନଲେଜ୍ଟି ମିଳିଥାଏ ବା ଆପଣଙ୍କର କମ୍ୟୁନିକେସନ୍ ସ୍କିଲ୍ ମଧ୍ୟ ଡେଭଲପ୍ ହୋଇଥାଏ। ଆପଣମାନେ ୟୁଟ୍ୟୁବର ନହେଲେ ମଧ୍ୟ ଚଳିବ, ଆଗକୁ ଆପଣମାନେ ଆହୁରି ଟ୍ରାଏ କରନ୍ତୁ ବା ଚେଷ୍ଟା କରନ୍ତୁ, ନିଶ୍ଚିତ ଭାବରେ ଆପଣମାନେ ଜଣେ ୟୁଟ୍ୟୁବର ହୋଇପାରିବେ। ଆପଣମାନେ ଜଣେ ୟୁଟ୍ୟୁବର ହେବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ
निश्चित भाव में भल भाव में कम करूँ प्रतिदिन आपण मैंने कम करूँ आपण मैंने डिमोटिवेट हूँ ना आपण मैंने जदि डिमोटिवेट जदि होइजिबे ताहले आपण मैंने यूट्यूब रे काम करि पारिबे नाही कि यूट्यूब रु मध्य पैसा इनकम करि पारिबे नाही आपण मैंने आपनकर चैनल रे प्रतिदिन वीडियो पोस्ट करबा को चेष्टा करंतु बा भल भाव वीडियो बनाबा को चेष्टा करंतु बा आपण मैंने आपनकर व्यूअर मानकू किछि देबा को चेष्टा करंतु बा किछि सिखेबा पई चेष्टा करंतु बा एंटरटेनमेंट करंतु जहा द्वारा कि आपनकर व्यूअर माने आपनको पसंद करेंगे और आपनकर चैनल को मध्य सब्सक्राइब करेंगे जहा द्वारा कि आपनकर चैनल टी मध्य बढ़िबो एवं आपण माने आपनकर चैनल टी को मोनेटाइज मध्य करि पारिबे आपण माने जेबेठू आपनकर व्यूअर मानकू किछि देबे सेबेठू आपण मानकर व्यूअर माने मध्य किछि देबे आपनकू पैसा टी देबे आपनकर वीडियो टी को देखिबे एवं आपण माने पैसा टी रोजगार करि पारिबे यही भिडियोटी आपण मानक पई एतिकी थिला आपणकर बहुत हेल्पफुल होते बोली आमर आशा एवं विश्वास यही भिडियोटी जदि टिके भी जदि भल आइथिले गोटे लाइक करंतु एवं निजर सांग मानकू शेयर करंतु जहा द्वारा कि आपण मानक सांग मान मध्य देखि शिखि पारिबे चलंतु आमे नेक्स्ट वीडियो रे देखाबा।